आज हमारे देश के लिए ज़रूरी है। एक जय जवान और एक जय किसान, और फिर उसी से सारे देश का एक जय हिंद का नारा लगता है। आसो 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 करिबा चाष आसो आसो हस 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 सबुरी मुहरे फुटिब हस जैविक हेउ कि जांत्रिक चाष करिबा लाभजनक गाई कुकुड़ा माछ छतु कि फूल गछ परिबा हौ कि फल मिलुछि ज्ञान कौशल चाष आम चाष चाष आम चाष चाषरे अछि हस चाषरे अछि हस। नमस्कार। ए सप्ताह आम चाष को आपण मानक स्वागत। आज आपण देखिबे बीटेक पढ़ुआ बनराज कुकुड़ा और बतक पालन, सजना चाषरु लाभजनक उद्योग, परिबा चाषी सफलतार कहानी, एवं समस्या और समाधान। आजिकाली अनेके बनराज और असील आदि प्रजातिर कुकुड़ा पालिबा को पसंद करुछंती। एही परिप्रेक्षी आज आमे देखिबा खोर्धा अंचल जड़े इंजीनियर यही देशी प्रजातिर कुकुड़ा पाली किभली स्वावलंबी हो पारिछंती। माछ, कुकुड़ा और बतक ए तीनिटी जाक चाष भिन्न भिन्न नुहे, बरं परस्परर परिपूरक, परस्पर उपरे निर्भरशील। तेणु माछ पोखरी सह बतक और कुकुड़ा पालन कले तीनिटी जाक क्षेत्रରୁ मिली पारिबो अधिक आय। मु यूट्यूब मारिक देखे बहुत चाषी सफल होती बतक कुकुड़े चाष करी मत इच्छा लगे मुझे ना मुझे करी चाकरी कले अति कम 30,000 कि 20,000 का पाखे रही बरं ये मुझे 30,000 40,000 मासक मुझे कमी पारि मु कहीं क्या पाखे रही मोर जगह बाड़ी थी। सफलतार एही सूत्र को निज फार्म रे प्रयोग करिसेंती खोर्धा जिला सोरणर सागरेन्द्र बेहेरा। सागरेन्द्रंकर 7टी माछ पोखरी अछि, ता सहित से 1000 लेखाएं बतक और कुकुड़ा पालिछंती। फଳରେ जल संचालन हेउछि, माछंक हित पई पोखरी रे प्लांक्टन मात्रा भी बढ़ुछि। इंडियन रनर प्रजातिर अंडा दिया बतक एवं गिरिराज, बनराज और आसेली प्रजातिर कुकुड़ा पालुछंती सागरेन्द्र। मासे भितरे सेगुड़िक बेस भल बढ़ी गलेनी। बनराज कुकुड़ा देसी ब्रिड्र और आसेली देसी ताकू आनिक रखी 600 से कुकुड़ा आनिक रखी। आपड़ देखुए बतकरा गोटाक 700 800 500 ए ग्राम मसे भितर आ कुकुड़ारा किले लेखा हो आमर पपुलेसन बहुत पपुलेसन ये तेणुक लोकाल आम सेल कर दूँ कुकुड़ा बतक एवं सारे मुझे किंतु तार अंडा देवे इंडियन रनर यहाँ तार अंडा विथ मांस हम तेणुक रखाई 5 मास भितर 4 मास भितर अंडा देवे सी अंडा दे सारा देखा कौन हो मार्केटिंग कि कौन जाऊँ। कुकुड़ा और बतकंक देखारेखा पाई सागरेन्द्रंक फार्म रे 2 जण लोक वर्ष सारा नियोजित थिबा बेले अधिकांश समय रे आहुरी अधिक लोक कामरे लागि थांती। फଳରେ सेमानंकर परिवार मध्य भलरे चलुछंती। खाई पी की रहउछि मासक 5,000
ବତକୁ ରୋଷେଇ କରୁଛୁ, ଭାତ ରନ୍ଧା ହେଉଛି, ତା ଦେହରେ କୁଣ୍ଡା ଦିଆହେଉଛି, ତା ଦେହରେ ଔଷଧ ଦିଆହେଉଛି ସବୁ। ତା ଭାତ ହେଲା ଖୁଣୁ ଫେର ଫେଣ୍ଟା ହେଇକି ଦିଆହେଉଛି। ବିଟେକ୍ ପଢ଼ିଥିବା ସାଗରେନ୍ଦ୍ର ଚାକିରି ନ କରି କୃଷି ଓ ପ୍ରାଣୀ ପାଳନକୁ ବୃତ୍ତି ଭାବେ ଗ୍ରହଣ କରି ବେଶ୍ ଖୁସି। ସ୍ୱାଧୀନ ଭାବେ ରହି ସାଧାରଣ ଇଞ୍ଜିନିୟରଙ୍କ ଠାରୁ ବେଶ୍ ଅଧିକ ରୋଜଗାର କରୁଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି। 4-5 ମାସ ପରେ ବତକମାନେ ଅଣ୍ଡା ଦେବା ଆରମ୍ଭ କଲେ ଏବଂ ପୋଖରୀ ହୁଡ଼ାରେ ଲାଗିଥିବା 500 ନଡ଼ିଆ ଗଛରେ ଫଳ ଧରିଲେ ରୋଜଗାର ଆହୁରି ବଢ଼ିବ। ବର୍ଷକୁ ପ୍ରତି ବତକ ହାରାହାରି 320ଟି ଅଣ୍ଡା ଦେବେ ବୋଲି ଆଶା ରହିଛି। ସାଗରେନ୍ଦ୍ରଙ୍କ ଏହି ଉଦ୍ୟମରେ ତାଙ୍କ ବାପା ମଧ୍ୟ ବେଶ୍ ଆନନ୍ଦିତ। ମାଛ ଚାଷ କରିବାକୁ ହେଲେ ବତକ କୁକୁଡ଼ା କିଛି ରଖିବା ଦରକାର। କାହିଁକି ଆମର କୁକୁଡ଼ା ମଳ ଗୁଡ଼ାକ ହିଁ ମାଛକୁ ପ୍ଲାଣ୍ଟନ ଯୋଗାଇବ, ବତକ ଗୁଡ଼ାକ ୟାର ନେବ ପ୍ଲାଣ୍ଟନ ଯୋଗାଇବ, ପାଣିର ପେଚ୍ ବଢ଼େଇବ, ଟିକେ ରୋଗ ଲାଗିବ। ତାକୁ ପ୍ରଥମରୁ ଯଦି ଚିକିତ୍ସା ଜାଣିପାରିବେ ଏଇଟା କୁର୍ମି ହେବ, ତାପରେ ଦାନାଟା ଟିକେ ଫୁଡ୍ ହେଇଯାଏ, ଏଇଟାକୁ ଟିକେ ଚେକ୍ କରିଦେଲେ ଆଉ କିଛି ହେବେନି। ଆମେ 1000 ରଖିଥିଲୁ, ଏବେ 800 ଖଣ୍ଡେ ଅଛନ୍ତି। ଆଉ କୁକୁଡ଼ା ଗିରିରାଜ ବନରାଜ ଏଥିରୁ 1000 ଖଣ୍ଡେ ରଖିଛୁ। ଆଉ ଦେଶୀ କୁକୁଡ଼ା 50ଟା ଖଣ୍ଡେ ଅଛନ୍ତି। ତେଣୁ ଯାହା ବି ଚାଲିଛି, ଆଉ ଦେଶୀ କୁକୁଡ଼ାରୁ ଅଣ୍ଡା କିଛି ଆସୁଛି, କିଛି ଚଳି ଯାଉଛି, ଆଉ ଲାଭଜନକ। ବତକ ବି କିଛି ନହେଲେ 320 ଅଣ୍ଡା ଦେବେ, ଆଉ ବୁଢ଼ୀ ହେଲା ପରେ ସେଗୁଡ଼ାକ ମାଂସରେ ବିକ୍ରି ହେଇଗଲା। ତେଣୁ ଲାଭଜନକ। କର୍ମ ହିଁ ଭାଗ୍ୟ ବଦଳେଇ ଦେବ। କର୍ମକୁ ବିଶ୍ୱାସ କର, ଧର୍ମକୁ ବିଶ୍ୱାସ କର। ଏଣୁ ତେଣୁ ବାଜ୍ୟ ଧନ୍ଦା କିଛି ନ କରିକି ଏଇ ହିଁ ସଂସ୍ଥା ଉପରେ ଆଗନ୍ତୁ। ବହୁତ ଯୁବ ପିଲା ଗୁଡ଼ାକ ଅଛନ୍ତି। କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସାଗରେନ୍ଦ୍ରଙ୍କର ଦୃଢ଼ ଇଚ୍ଛାଶକ୍ତି ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପରିଚିତ କରାଇ ପାରିଛି ଜଣେ ଉଦ୍ୟୋଗୀ ଓ ଅଗ୍ରଣୀ ଯୁବଚାଷୀ ଭାବରେ। ରୋଗ ପ୍ରତିରୋଧକ ଔଷଧୀୟ ଗୁଣ ଯୋଗୁଁ ସଜନା ପତ୍ରର ଚାହିଦା ଏବେ ଦେଶ ବିଦେଶରେ ବଢ଼ି ଚାଲିଛି। ହେଲେ ଏହି ସଜନା ପତ୍ରକୁ ନେଇ କେମିତି ଲାଭଜନକ ଉଦ୍ୟୋଗ ପ୍ରତିଷ୍ଠା କରିହେବ ସେ ସମ୍ପର୍କରେ ଆଜି ଆମକୁ କହିବେ କୃଷି ଉଦ୍ୟୋଗ ପରାମର୍ଶଦାତା ଲକ୍ଷ୍ମଣ କୁମାର ପାଲ୍ଟା ସିଂ। ସଜନା ପ୍ରାୟ ସମସ୍ତଙ୍କ ବାଡ଼ିରେ ଥାଏ। ତାର ଉପକାର ବୋଧେ ବହୁତ ଲୋକ ଜାଣିନଥିବେ। ବର୍ତ୍ତମାନ ୟାର କ୍ୟାପସୁଲ୍, ୟାର ଔଷଧ, ୟାର ଡ୍ରିଙ୍କସ୍ ବିଭିନ୍ନ ପ୍ରକାର ରୂପରେ ୟାକୁ ପ୍ରକ୍ରିୟାକରଣ କରାଯାଇ ମାର୍କେଟରେ ୟାକୁ ବିପଣନ ବ୍ୟବସ୍ଥା କରାହେଲାଣି। ବର୍ତ୍ତମାନ ଆମେ ହିସାବ କରିକି ଦେଖାଯାଇଛି ଯେ ଗୋଟିଏ ଏକର ସଜନା ଚାଷ କଲେ ପ୍ରାୟ 2 ଲକ୍ଷରୁ 5 ଲକ୍ଷ ପର୍ଯ୍ୟନ୍ତ ଏକର ପିଛା ଲାଭ ପାଇବ। ଏକର ପିଛା ନା ବର୍ତ୍ତମାନ ସଜନା ଆମେ ତ ଯେଉଁ ବର୍ତ୍ତମାନ ମାର୍କେଟରେ ପରିସ୍ଥିତି ଅଛି 100 ଟଙ୍କା, 80 ଟଙ୍କା, 60 ଟଙ୍କାରୁ କେବେ କମୁନି। କିନ୍ତୁ ଯେଉଁ ଚାଷୀ ସଜନା ଉତ୍ପାଦନ କରିବ ଡ୍ରମଷ୍ଟିକ୍ ବା ତାକୁ ବିକିବ ଫଳ ହିସାବରେ, ଯେଉଁଟାକି ଆମେ ତରକାରୀ ହିସାବରେ ବ୍ୟବହାର କରୁ, ତାହେଲେ ସେ ଫଳର ଦାମ ବର୍ତ୍ତମାନ 30 ଟଙ୍କାରୁ କମ୍ରେ ଯିବନି। ବର୍ତ୍ତମାନ ଅତି କମ୍ରେ, ବର୍ତ୍ତମାନ ତ ମାର୍କେଟରେ 60 ଟଙ୍କା ଉପରେ ଅଛି, ସବୁ 60, 80, 100। ତେଣୁ 30 ଟଙ୍କାରେ ଯଦି ସେ ବିକେ, ତାହେଲେ ଆମର ହିସାବ କରିକି ଦେଖାହେଇଛି ଯେ ଗୋଟିଏ ଏକର ସଜନା ଚାଷ ଯଦି କରାଯାଏ ତାହେଲେ ଗୋଟିଏ ଏକରରେ 900 ଗଛ ରହିବ। ଆଉ ବେଶୀ ହେଲେ 1000 ଗଛ, ତାଠୁ ଅଧିକା ରହିବନି। 8 ଫୁଟ ଧାଡ଼ି ଧାଡ଼ି, 6 ଫୁଟ ଗଛକୁ ଗଛ, 900 ଗଛ ରହୁଛି। ତେଣୁ ଆପଣଙ୍କର ହିସାବ କରାହେଇଛି ଗୋଟିଏ ଏକରରୁ ପ୍ରାୟ ଆମର 10 ଟନ୍ ବା 10,000 କେଜି ସଜନା ବାହାରିପାରିବ। ତେଣୁ 10,000 କେଜିକି ଆମେ ଯଦି ମିନିମମ୍ 30 ଟଙ୍କା ହିସାବରେ ଆମେ ଯଦି କେଜିକି ବିକ୍ରି ପାରିବା ବେପାରୀକି, ତାହେଲେ 3 ଲକ୍ଷ ଟଙ୍କା ମିଳିବ। ପ୍ରଥମ ବର୍ଷ ସେଭଳି ଖର୍ଚ୍ଚ 50-60 ହଜାର ଟଙ୍କା ଏକର ପିଛା ଖର୍ଚ୍ଚ ଯିବ। ତା ଅର୍ଥ ଆମେ ଯଦି 3 ଲକ୍ଷ ଟଙ୍କା ପାଉଛୁ, 50-60 ହଜାର ଟଙ୍କା ଗଲା, ତାହେଲେ 2,40,000 ବା 2,50,000 ଆମେ ଲାଭ ପାଇପାରିବୁ। ଅସୁବିଧା କିଛି ନାହିଁ। କିନ୍ତୁ ତାପରେ ଆମେ ଦେଖିବୁ ଯେ ବର୍ତ୍ତମାନ ଏଇ କ୍ରପ୍ଟା 3 ବର୍ଷ ପର୍ଯ୍ୟନ୍ତ ଯାଉଛି, ଆଉ କେତେ ଲୋକ ବି 6 ବର୍ଷ ପର୍ଯ୍ୟନ୍ତ ନେଉଛନ୍ତି। ତେଣୁ ଯେଉଁମାନେ 3 ବର୍ଷରେ ୟାକୁ କାଢ଼ିଦେବେ ଅସୁବିଧା କିଛି ନାହିଁ, ଯେଉଁମାନେ 6 ବର୍ଷ ପର୍ଯ୍ୟନ୍ତ ନେବେ ସେଥିରେ ବି କିଛି ଅସୁବିଧା ନାହିଁ। କିନ୍ତୁ କଥା ହେଉଛି ଯଦି ହାଇବ୍ରିଡ୍ ଭେରାଇଟି ହେଇଥିବ ତାହେଲେ ଏଇଟା 3 ବର୍ଷ ପର୍ଯ୍ୟନ୍ତ ନେଲେ ଭଲ। ଆଉ ଯଦି ଦେଶୀ ଭେରାଇଟି ହେଇଥିବ ତାହେଲେ ଏଇଟା 6 ବର୍ଷ ପର୍ଯ୍ୟନ୍ତ ନେଲେ ଅସୁବିଧା କିଛି ନାହିଁ। 6 ବର୍ଷ 8 ବର୍ଷ ପର୍ଯ୍ୟନ୍ତ ବି ଯାଇପାରିବ।
କିନ୍ତୁ ଏଥିରେ ପ୍ରୁନିଂ ଦରକାର ବା ଡାଳ କଟେଇବା ଦରକାର 6 ଫୁଟରୁ ଅଧିକା ଗଛ ରହିବ ନାହିଁ। ବର୍ତ୍ତମାନ ସଜନାର ବେଷ୍ଟ ମାର୍କେଟ ହେଉଛି ପୁନା। ଭାରତର ଦୁଇଟା ବଡ଼ ମାର୍କେଟ ଅଛି ପୁନା ଆଉ ମୁମ୍ବାଇ। ଏଥିରେ ଆପଣଙ୍କର ଯେତେ ସଜନା ଆପଣ ଚାହିଁଲେ ବି ତାଙ୍କର ସେଠି ବାୟର୍ସ ଅଛନ୍ତି ବା କିଣିବା ଲୋକ ଅଛନ୍ତି, ସେମାନେ ଆପଣଙ୍କଠୁ ବହୁତ ପରିମାଣରେ ଟ୍ରକ୍ ଲୋଡ଼ ପରିମାଣରେ ସଜନା ନେଇପାରିବେ। ତେଣୁ ଆମେ ସଦାବେଳେ ଏଇ କଥା କହୁଛୁ ବର୍ତ୍ତମାନ ଯେ ବ୍ୟକ୍ତିଗତ ଭାବରେ ସଜନା ଚାଷ ନ କରିକି ଯଦି ଦଳଗତ ଭାବରେ କରିବେ, ଯଦି ଆପଣ 30-40 ଏକର 50 ଏକର ଇଭିନ୍ 100 ଏକର ପର୍ଯ୍ୟନ୍ତ ଗୋଟିଏ ଚାଷ କରିବେ ତାହେଲେ ଆପଣ ବାହାରକୁ ପଠାଇବାର ବ୍ୟବସ୍ଥା କରିବେ। ତେଣୁ ପ୍ରଥମ ବର୍ଷ ଟିକେ କମିବ, ଅମଳ ଟିକେ କମିବ, ଲାଭ ବି କମିବ। ଦ୍ୱିତୀୟ ବର୍ଷଠୁ ଆପଣଙ୍କର ଅମଳ ବଢ଼ିବ, ଲାଭ ବି ବଢ଼ିବ। ତେଣୁ 3 ଲକ୍ଷ ଟଙ୍କା ଯେଉଁ ହିସାବ କରାହେଇଛି ସେଇଟା ମୁଁ ଗୋଟେ ମିଡ଼ିୟମ୍ କହୁଛି, ଯେଟା ମଧ୍ୟବିତ୍ତ ଇନକମ୍, ଯେଉଁଟାକି 5 ଲକ୍ଷ ବି ହୋଇପାରେ, 4 ଲକ୍ଷ ବି ହୋଇପାରେ ଏବଂ କମିଲେ 2 ଲକ୍ଷ ଟଙ୍କାରୁ କମ୍ ହେବ ନାହିଁ। ଯଦି 20 ଟଙ୍କାରେ ବିକା ହେଲା ବି 2 ଲକ୍ଷ ଟଙ୍କା ହେବ। ତେଣୁ ଏଥିପାଇଁ ଆମର ବିଭିନ୍ନ ପ୍ରକାର ଭେରାଇଟି ବର୍ତ୍ତମାନ ଅଛି କିସମ, ଯେଉଁଟାକି ଅଧିକା ସଜନା ଫଳିବ। ଆମର ODC3 ଗୋଟେ ଭେରାଇଟି ହାଇବ୍ରିଡ୍ ଭେରାଇଟି ଅଛି, ଯେଉଁଟାକି ଭଲ ଜର୍ମିନେସନ୍ ହେଉଛି, ପ୍ରାୟ 80-90% ପର୍ଯ୍ୟନ୍ତ ଗଜା ହେଉଛି। ତେଣୁ ସଜନାରେ ଗୋଟେ ଏକର ପିଛା ଯେଉଁ ଅଧ କିଲୋ ବିହନ ଦରକାର ସେଟାର ଦାମ ହେଉଛି 1500 ଟଙ୍କା, କାରଣ କେଜିକି 3000 ଟଙ୍କା ହିସାବରେ ମଞ୍ଜିଟା ବିକା ହେଉଛି। 3000 ଟଙ୍କାରେ 3000ଟି ମଞ୍ଜି ବାହାରିବ। ତେଣୁ ଆମର ଏକର ପିଛା ଅଧ କେଜି ବିହନ ଦରକାର। ଅଧ କେଜି ବିହନରେ ଯଦି ଆମର 1500 ଗଛ ହେବା କଥା, ଯଦି ଜର୍ମିନେସନ୍ 60% ହେଲା ବା 60% ଗଜା ହେଲା, ତାହେଲେ ଆମର ମିନିମମ୍ 1000 ଗଛ ଯଦି ମିଳିଯାଉଛି ତାହେଲେ ଆମକୁ କିଛି ଅସୁବିଧା ନାହିଁ। ତେଣୁ ଆମକୁ 900 ଗଛ ଦରକାର। 1000 ଗଛ ହେଲେ ମଝିରେ 50-100 ଗଛ ବି ମରିଯାଇପାରେ। ତେଣୁ ଆମେ 900 ଗଛ ଫାଇନାଲ୍ ଗୋଟେ ଏକରରେ ରଖିବାକୁ ପଡ଼ିବ। ଆମର ଆଉ ଗୋଟେ ଭେରାଇଟି ଅଛି ରୋହିତ 1, ସେଟା ଏକ୍ସପୋର୍ଟ ଭେରାଇଟି। ଯଦି ଅଧିକ ପରିମାଣରେ 20-30 ଚାଷୀ ଗୋଟେ ଗାଁରୁ ବାହାରିକି ବା ଗୋଟେ ବ୍ଲକରୁ ବାହାରିକି କରିପାରିଲେ ରୋହିତ 1 ସେ ଭେରାଇଟିଟା ଏକ୍ସପୋର୍ଟ ଭେରାଇଟି। ସେଇଟା ଆପଣ ମୁମ୍ବାଇ କିମ୍ବା ପୁନେ ପଠାଇବା ବ୍ୟବସ୍ଥା ହୋଇପାରିବ। ଯଦି ଆମେ ଭେରାଇଟି ODC ଆଉ ରୋହିତ 1 କରିବା ତାହେଲେ ନିଶ୍ଚିତ ଭାବରେ ତାର ଆଦାୟ ଭଲ ମିଳିବ। ଏବେ ବି ସାଇଣ୍ଟିଷ୍ଟମାନେ କହିଲେଣି ଆଉ ଗୋଟିଏ ଭେରାଇଟି ଭାଗ୍ୟ, ଏ ଭାଗ୍ୟ ଭେରାଇଟିଟା ବି ଭଲ ଆଦାୟ ଦେଉଛି। ତେଣୁ ସଜନା ବର୍ତ୍ତମାନ ଫଳ ଆଉ ତାର ଆପଣଙ୍କର ପତ୍ର ଏଇଭଳି ସବୁ ବିଭିନ୍ନ ଖାଦ୍ୟ ଏବଂ ଔଷଧୀୟ ବ୍ୟବହାର ବର୍ତ୍ତମାନ ବହୁଳ ଭାବରେ ହେଲାଣି। ଯଦି ଧରନ୍ତୁ ଆମର 100 କେଜି ସଜନା ଆଜି ବଳିଗଲା, ବିକା ହୋଇପାରିଲାନି, ତାହେଲେ ସଜନାର ଛୋଟ ଛୋଟ ସାଇଜ୍ କରିକି ତାକୁ ସଜନା ଆଚାର ବି ବର୍ତ୍ତମାନ କରାଗଲାଣି। ଯଦି ସଜନା ପାଉଡ଼ର କରାଯାଏ ତାହେଲେ ତାର ଲାଭ ଡବଲ ହୋଇଯାଏ, ପ୍ରାୟ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୋଟେ ଏକରକୁ ସେ ଲାଭ ପାଇପାରିବ। ଯଦି ଆଚାର କରାଯାଏ ତାର ବି ଆମେ 2 ଲକ୍ଷ ଟଙ୍କା ହିସାବରେ ଯଦି ଧରିବୁ ତାହେଲେ ସେଠୁ ଆହୁରି ଅଧିକ 1-1.5 ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା ଆଚାର ଆକାରରେ ଆମେ ବିକିଲେ ପାଇପାରିବୁ। ସେଥିପାଇଁ ଆପଣଙ୍କର ଗୋଟିଏ ଧରନ୍ତୁ ପ୍ରକଳ୍ପର ସହାୟତା ନେବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସେଥିପାଇଁ ଗୋଟିଏ ପ୍ରକଳ୍ପ ବିବରଣୀ ଦରକାର। ସେଥିପାଇଁ ତାଙ୍କୁ ଆମେ ସାହାଯ୍ୟ କରିବୁ ଯେ ଯେଉଁମାନେ ଉଦ୍ୟୋଗୀ ଏ ବିଷୟରେ ହେବାକୁ ଅଛନ୍ତି, ଭ୍ୟାଲୁ ଆଡିସନ୍ ଇଣ୍ଡଷ୍ଟ୍ରି କରିବେ, ତାହେଲେ ନିଶ୍ଚିତ ଭାବରେ ସେମାନେ ପ୍ରାୟ 10-15 ଲକ୍ଷ ଟଙ୍କା ଭିତରେ ଯଦି ସେ ମେସିନ୍ କିଣିବେ, ପାଉଡ଼ର କରିବା ମେସିନ୍ ଆଉ ଗୋଟେ ଗ୍ରାଇଣ୍ଡର ମିକ୍ସର ମେସିନ୍ ଯେଉଁଟାକି ଆଚାର ତିଆରି ହେବ, এইটা প্রায় যোড়িয়ে রুম্রে হব। গোটে রুম্রে র ম্যাটেরিয়াল আসি জমা হব, আর গোটে রুম্রে মেସିନ୍ বসব, তার পাউডর বাহারিব এবং আচার তৈরি হব। এথেরে বি আপনার প্রায় 10 লক্ষ টাকা ভিতরে বেশি খরচ নাই, এটা বি সহজরে ঋণ হয়ে পারিব। মিলিত ভাবে গ্রুপরে যদি আপনার করবে তাহলে যদি অধিক ফসল বাহারিব তাহলে আদায় বাহারিব, তাহলে তাকে বাহার মার্কেটকু বিকিবার সুবিধা হব এবং অধিক লাভ মিলিবার বহুত সম্ভাবনা আছে। प्रिय चाषी भाई और भौणी माने, आपण चाष करिथिबा विभिन्न फसल विषय सूचना पाइबाकु चाहुचंती कि आपणको मोबाइल फोन रे निशुल्क कृषि परामर्श पाइबा पई दयाकरी आम कृषि परामर्श सेवा रे पंजीकृत होंतु। यह ओडिशा सरकार कृषि और कृषक सशक्तिकरण विभाग एक निशुल्क कृषि परामर्श सेवा अटे। आम कृषि रे फोन द्वारा पंजीकृत हेबा पई आम कृषि रो नुआ नंबर 155333 को कॉल करंतु। जदि आपण आगरु पंजीकृत होइछंती तेबे 155333 को कॉल करी आपनको प्रश्न रेकॉर्ड करि परिबे एवं तहिरो उत्तर 48 घंटा मध्य रे वॉइस कॉल माध्यम रे पाई परिबे। आपनको पाखरे जदि स्मार्टफोन अछि तेबे आपण www.amokrusi.in/go/ रे पंजीकरण करी एथिरे जोग देई परिबे।
ଚାଷୀ ଦୁଶାସନ ନାୟକ। ବର୍ଷ ସାରା ଋତୁ ଅନୁଯାୟୀ ବିଭିନ୍ନ ପନିପରିବା ଚାଷ କରି ସେ ବେଶ୍ ଭଲରେ ନିଜ ପରିବାର ଚଳାଉଛନ୍ତି ଆଉ ଲାଭ ବି ପାଉଛନ୍ତି। ଆଜି ତାଙ୍କରି କଥା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ଏଇ ପରିବା କିଆରି। ପଦୁଟିଏ କଥା ହେବାକୁ ବି କାହାକୁ ତର ନାହିଁ। ବଜାରକୁ ପରିବା ନେବାକୁ ବିଲ ପାଖରେ ଗାଡ଼ି ଲାଗିଗଲାଣି। ଏପଟେ କିଆରିରୁ ଫୁଲକୁ ବି ତୋଳା ହୋଇ ବସ୍ତା ପରେ ବସ୍ତା ବୋଝେଇ ହେଲାଣି। ସେପଟେ ବାଇଗଣ ବି ତୋଳା ସରିବା ଉପରେ। ଏ ବର୍ଷ ଖାଲି ଫୁଲକୋବି ନୁହେଁ, ସବୁ ପରିବା ଭଲ ଫଳିଥିବାରୁ ବେଶ୍ ଖୁସି ଅଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ କୋଠବାଡ଼ର ପୁରୁଖା ଚାଷୀ ଦୁଶାସନ ନାୟକ। ବିକ୍ରି ବଟାରେ ବି କିଛି ଅସୁବିଧା ହୋଇନି। ସ୍ଥାନୀୟ ବେପାରୀ ଆସି ବିଲ ପାଖରୁ ପରିବା ନେଇଯାଉଛନ୍ତି। ବିକ୍ରି ବାଟରେ ଅସୁବିଧା ହୁଏନି ତ, ଯାହା ଯେଉଁଠି ଅଛି ବେପାର ଯାଉଛି, ଖୋର୍ଦ୍ଧା ଯାଉଛି, ପିପିଲି ଯାଉଛି, ଜଟଣୀ ଯାଉଛି, ଡେଲାଙ୍ଗା ଯାଉଛି, ଯେଉଁ ବେପାରୀ ଯେଉଁଠି ଅଛନ୍ତି ବେପାରୀ ସେ ଲଗେଇ ଦେଉଛି। ଆଉ କ'ଣ ବିକ୍ରି ବାଟରେ କିଛି ଅସୁବିଧା ନାହିଁ। ଖତ ସାର ପଇସା, ଭଲ ମଞ୍ଜି ବିହନ ବି ଦରକାର। ଭଲ ମଞ୍ଜି ନ ପଡ଼ିଲେ ଆଉ କ'ଣ ଅମଳ ଅଧିକା ହେଇପାରିବ କି? ମଞ୍ଜି ଉପରେ ହେଉଛି ଗ୍ୟାରେଣ୍ଟି କଥା। ମଞ୍ଜିଟା ଯଦି ଭଲ ପଡ଼ିଗଲା ତ ପ୍ରଡକ୍ସନ୍ ଭଲ ଆସିଲା। ମଞ୍ଜି ଯଦି ନ ହେବ ଆଉ ଲୋକସାନ ହେଇଯିବ। ଆଉ ଅମଳ କମ୍ ଆସିବ ନା। କୋବି ସରିଲା ପରେ ଆଉ ଅଲଗା ଯେଉଁ ପଡ଼ିଆ ଅଛି ସେ ଲାଗୁଛି କଲରା ଲାଗୁଛି। କଲରା ସରିଲା ପରେ ଗୋଦି ଛୁଇଁ ତା ଭିତରେ ପୁଣି ସେ ରଞ୍ଜା ଲାଗିଯାଉଛି। ଗୋଦିଲା ପରେ ଚାଷ ହେଉଛି ମାର୍ଗଶୀର ମାସରେ ଆଳୁ ଲାଗିଯାଉଛି। ଆଳୁ ପରେ ପୁଣି ଖୋଳା ସରିଲା ପରେ ପୁଣି ଚାଷ ବି ହେବ। ଏଇ ଜିନିଷ ତ ହେଉଛି ଆଉ କ'ଣ। ସବୁ ଯାଇକି ବର୍ଷକୁ ଯାହାହେଲେ ଟଙ୍କା 40-50 ହଜାର ଭିତରେ ମିଳୁଛି। ଆଉ କ'ଣ ଦୁଶାସନଙ୍କର ଏଇ ଜମି କହିଲେ ମାତ୍ର 1 ଏକର, ତା ପୁଣି ଭାଗରେ। ସେଇଠି ହିଁ ବର୍ଷ ସାରା ଚାଲିଥାଏ ଫସଲ ଚକ୍ର। ବର୍ଷ ବର୍ଷ ଧରି ମାଟି ସହ ମାଟି ହୋଇ ସୁନା ଫଳାଉଥିବା ଦୁଶାସନ ଜାଣିଛନ୍ତି ବର୍ଷର କେଉଁ ସମୟରେ କେଉଁ ଚାଷ କଲେ ତାହା ଭଲ ଫଳିବ। ବର୍ଷ ସାରା ଜମି ଫାଙ୍କା ପଡ଼େନି। ଗୋଟିଏ ଫସଲ ଅମଳ ହେଲା ବେଳକୁ ଆଉ ଗୋଟିଏ ଫସଲ ପାଇଁ ତଳି ପ୍ରସ୍ତୁତ ହୋଇ ସାରିଥାଏ। ଧାନ, କୋବି, ବାଇଗଣ, କଲରା, ପିଆଜ, ମୂଳା, ଝୁଡ଼ଙ୍ଗ, ଆଳୁ ଏମିତି କେତେ କ'ଣ ଚାଷ କରି ବର୍ଷ ସାରା ବ୍ୟସ୍ତ ଥାନ୍ତି ଦୁଶାସନ। ବିଭିନ୍ନ ଚାଷରୁ ସବୁ ଖର୍ଚ୍ଚ ବାଦ ଏକରେ ଜମିରୁ ପ୍ରାୟ 50,000 ଟଙ୍କା ଲାଭ କରନ୍ତି ସିଏ। ସବୁ ଲୋକ ଯଦି ଖଟିକିରି ଚାଷ ସମସ୍ତେ ଆପଣ କରିପାରିବେ, ଆମେ ଲୋକସାନ କାହିଁ ହେବ? ଆଉ ଲୋକ 20,000 ଚାଷ କରିବେନି, ପରିଶ୍ରମ ପଡ଼ିଛି, ବାହାରକୁ ପଳାଇବେ, ମିସ୍ତ୍ରୀ କାମ କରିକି ଅଲଗା କମ୍ପାନୀ ଫଣ୍ଡ ପଳାଇବେ। ଚାଷ ନ କଲେ ଚଳିବ କେମିତି? ଲୋକ ଖାଇବେ କ'ଣ? ଆଣିବ କେଉଁଠୁ? ଖାଇବାକୁ ପାଇବେ କି? ପଇସା ଖାଇବେ ନା କ'ଣ? ପରିଶ୍ରମ କରିବାକୁ ଭୟ ନଥିଲେ ଚାଷ କରି ଅଳ୍ପ ଜମିରୁ ବି ପରିବାର ପୋଷି ହେବ। ଏହାକୁ ନିଜ କ୍ଷେତ୍ରରେ ପ୍ରମାଣ କରି ଦେଖାଇଛନ୍ତି ଦୁଶାସନ। ସେ କହନ୍ତି ବିଲରେ ଖଟିବାକୁ ତାଙ୍କର କୁଣ୍ଠା ନାହିଁ। ସେ ଯେ ଖାଦ୍ୟ ଉତ୍ପାଦନ କରି ଦେଶକୁ ଆହାର ଯୋଗାଇ ପାରୁଛନ୍ତି, ସେଇଥିରେ ହିଁ ତାଙ୍କର ଆନନ୍ଦ, ସେଇଥିରେ ହିଁ ତାଙ୍କର ତୃପ୍ତି। ଏବେ ସମସ୍ୟା ଓ ସମାଧାନ, ଆଉ ଦେଖିବା କେଉଁ ସମସ୍ୟାର ସମାଧାନ ପାଇଁ ପହଞ୍ଚିଛନ୍ତି ଆମ ପୁଣ୍ଟୁନରା। ଧାନ କାଟି ସାରିଲେଣି ତ? ହଁ ଧାନ କଟା ଆସିଲାଣି। ତାପରେ କ'ଣ କରୁଛନ୍ତି? ତାପରେ ଆଉ କ'ଣ କରିବେ? ସେ ଧାରା ହୁଏ, ସବୁ ବର୍ଷ ହୁଏ। ଧାନଟା ଟିକେ ମାଟି ବତର ଥାଏ, କାଟି ସାରିଲା ପରେ ବତରଟା ତ ଥାଏ। ଆଉ ଟିକେ ସେ ହଳ କରିଦେଇକି ତାକୁ ସେ ମୁଗ ବିରି ଦେଲା, ଫିଙ୍ଗି ଦେଲେ ଗଲା। ସେ ତ ଆର ସାରଦା ବେଳକୁ ସେ ତ ବଥା ବୁଝି ହେଇକି ବାହାରି ଯାଇଥିବ। ଯାହା ମିଳିଲା ମିଳିଲା ମିଳିଲା। ଆଉ ଅମଳ କେତେ ଖଣ୍ଡେ ପାଉଛନ୍ତି? ତାକୁ କିଏ ଦେଖୁଛି? ସିଏ କିଏ ଆଜ୍ଞା ସେ ଅମଳକୁ ଦେଖୁଛି? ଏତେ ତା ଭିତରେ ସାର ଫାର କେତେ ପୋପଡ଼ା ଯିବ ନାହିଁ। ଆଚ୍ଛା ଆଚ୍ଛା। ଆଉ ଯାହା ତା ମାଟିରେ ହେଲା ହେଲା ହେଲା, ସେ ଯାହା ଧାନରେ ସାର ଦିଆହେଇଥିଲା, ଯଦି କିଛି ବଞ୍ଚିଥିବ ଇଏ ଉଠୁଛି। ଆଉ ଏଇ ତ ଆଉ ମୁଗ ବିରି ଫସଲଟାକୁ ସାବତ ପୁଅ ଭଳିଆ ଦେଖୁଛନ୍ତି। ଆଉ କାହିଁକି ଧାନ ଫସଲଟି କରିଦେଲେ, ବତର ଟିକେ ଥିଲା, ତାପରେ ମୁଗ ବିରି ବୁଣିଦେଲେ, ଆଉ ଭୁଲିଗଲେ। ଆଉ କିଛି କରିବାର ଦରକାର ନାହିଁ। ଧାନର ଯେମିତି ଆମ ଦେଖୁଥିଲେ, ସାର ଦେଉଥିଲେ ନା, ସବୁ ଚାଷୀ ଭାଇମାନେ ଜାଣିଛନ୍ତି କେତେ ଥର, 3 ଥର କି 4 ଥର ସାର ଦେବା। ଏଠି ଖାଲି ବୁଣି ଦେଲେ ଫସଲ ହେଇଯିବ। ଆଉ କ'ଣ କରିବା ଆଜ୍ଞା? ଆଚ୍ଛା ଶୁଣନ୍ତୁ, ଏଠି କ'ଣ ଜାଣିବା ଦରକାର ବି ଚାଷୀ ଭାଇ, ଯେଉଁ ମୁଗ ବିରି ଯେଉଁଟା ଆମେ କରୁଛୁ,
धान भाया ये सार प्रयोग करने दरकार पड़े यार जदि सुषम सार जमी धान आम धान प्रयोग करूँ जदि मुगबीर भी सुषम सार प्रयोग करूँ माने अमल 2 गुण बढ़ी जावार संभावना अच्छी धान में आम साधारणतः यूरिया अधिका पकई था बुझे ना यूरिया सुपर पोटास जो यूरियाटा आम जमी प्रयोग करता कि मुगबीरी कले से आमको फस्फेट भागटा अधिक प्रयोग करा पड़ो मन रखा पड़े से जदि चाषीर पैसा ना धान चाष कर जमी भी यूरिया जातीय सारटा प्रयोग कर कि मुगबीरी चाष कर बेसी पैसा ना सी सार प्रयोग कर से फस्फेट जातीय सारटा प्रयोग करने कहूँ आम सिंगल सुपर फस्फेट हम कि आमर डीएपी जो सार अच्छी प्रयोग करने कहूँ एकड़ को 8 केजी जबक्षार जान प्रयोग करूँ कारण धान में 32 केजी प्रयोग करूँ ये 8 केजी जबक्षार जान 16 केजी फस्फेट ये प्रयोग करा पड़ो आउ 8 केजी पोटास तेणु ये जो सारटा मुझे कहली यहाँ पाइबापे चाषी भाई को पाखापाखि आमर 12-15 केजी खंडे यूरिया प्रयोग करा पड़ो 15 केजी पाखापाखि 2 बस्ता सिंगल सुपर फस्फेट प्रयोग करा पड़ो गोटे एकर आज्ञा 10 केजी पोटास प्रयोग करा पड़ो तेणु अमल जदि पाइबा अधिक से आम सुषम सार हिसाब से आज्ञा धान में आम थाक थाक सार दी था किंतु एठी जेहेतु आम बतर जो बतर रही ना पानी तो जलसेचन ना मुग फसल आम मूल सार हिसाब से सब जगह सार दे था जो कहली 15-17 केजी जो आम यूरिया कही 2 बस्ता सिंगल सुपर फस्फेट कही आउ गोटे कही आपन को 10 केजी पोटास जो नाली सार ये 3टा सार फेंटिकी आम प्रथम बुणवा पूर्व प्रयोग करदे मूल सब सार मूल सार हिसाब से आउ थाक सार यार ना कहीं कहीं जानवा भी दरकार आज्ञा ये कहीं जो आम मुग जो रही गोटे देखी थे टाणी देवा गछटे मझे सब भातुड़ी चेर सब भातुड़ी होती भातुड़ी भाया होती से भातुड़ी कौन है वायुमंडल जबक्षार जानटा ग्रहण कर तेणु तापर आउ दरकार विशेष नहीं खाली प्रथम अवस्था से आम 16-15-17 केजी जो यूरिया सारटा दौर सारा ओडिशा रे जेती माटी अच्छी 70 भाग माटी हूँ अमल माटी तेणु मुगबीरी कला पूर्व आम माटीटा को संशोधन करा पड़ो अमल माटीटा को संशोधन करने पड़ो से आम एकर पिछा मन रखु 200 केजी गोटे एकर 200 केजी चून कि एकर को 200 केजी कागज कलम मल आम प्रयोग करवा यहाँ भी करवा दरकार कारण अमल माटी जेकोसी धान फसल भल हो किंतु ये जो मुग अण धान फसल जिते कहते आप मका हो मांडिया हो सूर्यमुखी हो कि जो मुग बेरी हरड़ जिते जहाँ कहते एगुड़ा अमल माटी में मोटे भल हम ना तेणु माटीटा को आमर जो पीएच क्षारक अंश अच्छी देखिक परीक्षा करी जमी संशोधन करा पड़ो तेणु ये जो मुग बिरी फसल आम करुचु 3-4टी विषय प्रति नजर देवा पड़ो आजिकल कौन कहते चाषी भाई मैंने कहते आज्ञा सिंगल सुपर फस्फेट तो मिलूनी आउ तेणु डीएपी आम दे दूँ डीएपी पाखापाखि आम कहूँ 35-40 केजी दियो कि सिंगल सुपर फस्फेट आउ जो गोटे गंधक जिनसटा अच्छी से डीएपी मिले ना तेणु जो चाषी सिंगल सुपर फस्फेट देनी सी डीएपी सार दूची कि ग्रोमर सार दूची कि इफको सार दूची ताहले ताकू एकर पिछा 100 केजी आमर जिप्सम बोली गोटे जिनस मिलूँ सेटा को प्रयोग करा पड़ो चूनटा चून भाया जिनस तेणु यहाँ को नजर रखिए से गोटे बड़ भूल आम हो आम से साबत पो हिसाब से आम से मुग बिरीटा को करदे आ कारण ह बतर अच्छे हाँ जहाँ चाषी भाई मैंने निहाती मुझे जनइबारे नाई रे तमें आउ से मुग बिरी को माने पुओ धान को पुओ करिकी मुग बिरी को साबत पुओ करनी रे ये पुओठू बड़ी हैं अधिका पैसा रे बिक्री करिवे आपण देखन मुग बिरी पैसा जहा रही माने धान भलिया आग झाड़ पुओटे ही आज्ञा 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 आज पई आम चाष एठी शेष होला पुणी आपन सह देखा हेबो आसंता शनिवार संध्या 6:30 और पुनः प्रसारण रविवार दिन 2:30 केवल दूरदर्शन रे आपण को अंचल रे जदि भल चाष और चाषी संपर्क में किसी कहानी थाए ताहले आमको व्हाट्सएप माध्यम जनइबे आमर नंबर है 7008976501 आपण आमको ईमेल भी करें आमर आईडी है amachas@gmail.com नमस्कार जैविक जांत्रिक चाष करिबा लाभजनक गाई कुकुड़ा माछ छतु की फूल गछ परिबा हौ कि फल मिलुछि ज्ञान कौशल चाष आम चाष चाष आम चाष चाषरे अछि हस चाषरे अछि हस